ମୃତ୍ୟୁ ହେବା ପୂର୍ବରୁ କିଛି ସମୟ ମଧ୍ୟରେ କ'ଣ ସବୁ ମଣିଷର ପରିବର୍ତ୍ତନ ହେଇଥାଏ ସେ ବିଷୟରେ ମୁଁ କହିବାକୁ ଯାଉଛି। ମାନବ ଜୀବନ ତ କ୍ଷଣସ୍ଥାୟୀ। ମାନବ ଜୀବନ ଆରମ୍ଭରୁ ହିଁ ନିର୍ଦ୍ଦିଷ୍ଟ, କିନ୍ତୁ ଏହାର ଶେଷ ମୃତ୍ୟୁ ମଧ୍ୟ ନିର୍ଦ୍ଦିଷ୍ଟ। ଶାସ୍ତ୍ର କହିଛି ପ୍ରତ୍ୟେକ ପ୍ରାଣୀଙ୍କର ଆୟୁ, କର୍ମ ଓ ଭାଗ୍ୟ ଅନୁସାରେ ମୃତ୍ୟୁର ସମୟ ପୂର୍ବରୁ ଲେଖାଯାଇଥାଏ। ମଣିଷର ଜନ୍ମ ସମୟରେ ତାଙ୍କର ପ୍ରାଣବାୟୁ କେତେ ଦିନ ଜୀବନ ସବୁ କର୍ମରେ ହିଁ ନିର୍ଦ୍ଦିଷ୍ଟ ଥାଏ। କେଉଁ ବ୍ୟକ୍ତି କେଉଁ ମୃତ୍ୟୁ ବରଣ କରିବ, ଅର୍ଥାତ୍ କିଏ ଆକ୍ସିଡେଣ୍ଟରେ, କିଏ ବିଷପାନ କରି, କିଏ ରସି ଲଗାଇ ଏବଂ କିଏ ସହଜରେ ହାର୍ଟ ଆଟାକ୍ ହେଇ ମରନ୍ତି, ସେ ସବୁ ମଧ୍ୟ ନିର୍ଦ୍ଦିଷ୍ଟ ହେଇଥାଏ। ତେଣୁ ଯେତେବେଳେ ପ୍ରାଣବାୟୁ ଉଡ଼ି ଶେଷ ହୋଇଯାଏ, ସେତେବେଳେ ଯମଦୂତମାନେ ଆସି ପହଞ୍ଚି ଯାଆନ୍ତି। ମୃତ୍ୟୁ ପୂର୍ବରୁ କିଛି ସଂକେତ ମଧ୍ୟ ମିଳେ। କିପରି ନା ଶ୍ୱାସରେ ପରିବର୍ତ୍ତନ, ଚକ୍ଷୁର ଆଲୋକ କମିବା, ମନରେ ଶୂନ୍ୟତା ଓ ପରିବାରଙ୍କୁ ଅଭିବାଦନ କରିବା। ମୃତ୍ୟୁର ସମୟ ଯେତେବେଳେ ଆସିଥାଏ, ପ୍ରାଣ ଧୀରେ ଧୀରେ ପଞ୍ଚତତ୍ତ୍ୱରେ ବିଲୀନ ହୋଇଯାଏ। ଶରୀରର ଭାରୀ ହେଇଯାଏ। ଶରୀରର ସବୁ ତରଳ ଶୁଖିଯାଏ। ତାପ ମଧ୍ୟ ଶରୀରର କମିଯାଏ। ଶ୍ୱାସ ମଧ୍ୟ ଧୀରେ ଧୀରେ ରୋକିବା ଆରମ୍ଭ ହୁଏ ଏବଂ ଚେତନା ମଧ୍ୟ ଭାସିଯାଏ। ଏଇଭଳି ମୃତ୍ୟୁ ମାତ୍ର ଶରୀର ଶେଷ, ଆତ୍ମାର ନୁହେଁ। ଆତ୍ମା ପୁଣି କର୍ମ ଅନୁସାରେ ନୂତନ ଶରୀର ଧାରଣ କରେ। ଦର୍ଶକ ବନ୍ଧୁ, ଏଇ ଯେଉଁ କର୍ମ ବା କଷ୍ଟ ଜୀବନ ଆମମାନଙ୍କର କର୍ମରୁ ହିଁ ହେଇଥାଏ। ଆମେ ଯଦି ଭଲ କର୍ମ କରିବା, ଈଶ୍ୱରଙ୍କୁ ଭକ୍ତି କରିବା, ସତ୍ ପଥରେ ଯିବା, ତେବେ ଜୀବନରେ କେବେ ବି କଷ୍ଟ ହେବ ନାହିଁ ଏଇ ଜନ୍ମରେ ଏବଂ ପରଜନ୍ମରେ। ଦର୍ଶକ ବନ୍ଧୁ, ଟିପ୍ସ ଗୁଡ଼ିକ କିପରି ଲାଗିଲା କମେଣ୍ଟ କରି ଜଣାଇବେ ଏବଂ ଲାଇକ୍ କରିବେ। ମୁଁ ଆର ଭିଡ଼ିଓକୁ ନୂତନ ଟିପ୍ସ ନେଇ ଆସିବି। ରହୁଛି। ଜୟ ଜଗନ୍ନାଥ।